ଭାରତବର୍ଷର ଇତିହାସରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁଭଳି ଭାବରେ ଆଚରଣ କରୁଛନ୍ତି ତାହା ଏକ କଳଙ୍କର ଦାଗ ଛାଡୁଛି। ଯେଉଁଭଳି ଭାବରେ ତାଙ୍କ ଦଳ ତରଫରୁ ଯେତେବେଳେ ସାର୍ ବା ସ୍ପେଶାଲ ଇନଭେଷ୍ଟିଗେସନ ରିପୋର୍ଟ ଯୋଉଟାକି ଯୋଉ ନିର୍ବାଚନର ଯୋଉ ଭୋଟର ଲିଷ୍ଟ ତାଲିକା ଅଛି ତାକୁ ଯେତେବେଳେ ସଂଶୋଧନ କରାହଉଥିଲା ସେତେବେଳେ ବିଭିନ୍ନ ଜାଗାରେ ତାଙ୍କ ଦଳ ତରଫରୁ ବିଭିନ୍ନ ଗଣ୍ଡଗୋଳ କରାଗଲା। ଅର୍ଥାତ୍ ତାଙ୍କର ଯୋଉ ନିର୍ବାଚନ କମିଶନର ଭୋଟର ତାଲିକାରେ ଯୋଉମାନଙ୍କର ନାଁ ଅଛି ସେଗୁଡ଼ିକ ଠିକ୍ କି ଭୁଲ ସେଥିପାଇଁ ଯେତେବେଳେ ସେ ଭୋଟର ତାଲିକାରୁ ବାହାର କରିଦେଲେ ନାଁ ଗୁଡ଼ିକ ଜଣେ ଲୋକର ବାପ ହଉଛନ୍ତି 480 ଜଣ। ଯୋଉ ବିଭିନ୍ନ ମଠର ସନ୍ନ୍ୟାସୀ ମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ପାପ ବୋଲି ଲେଖା ହେଇଛି। ଯେଉଁ ଲୋକମାନେ ସବୁ ମରିଯାଇଛନ୍ତି ତାଙ୍କ ନାଁ ସବୁ ଭୋଟର ଲିଷ୍ଟରେ ଅଛି। ଯିଏ ମୋଟେ ନାହାନ୍ତି ସେଇଭଳି ଭାବରେ ତାଙ୍କ ନାଁ ବି ସବୁ ଅଛି। ଏଥିପାଇଁ ନିର୍ବାଚନ କମିଶନର ପ୍ରାୟ 72 ଲକ୍ଷ ଲୋକଙ୍କର ନାଁ ଭୋଟର ଲିଷ୍ଟରୁ କାଟି ଦେଇଛନ୍ତି। ଏହା ଛଡା ବାଂଲାଦେଶରୁ ଯେଉଁ ଅନୁପ୍ରବେଶକାରୀ ମାନେ ଅଛନ୍ତି ଯାହାଙ୍କୁ ନେଇ ମମତା ବାନାର୍ଜୀ ମୁଖ୍ୟତଃ ଜିତୁଛନ୍ତି, ବାଂଲାଦେଶର ସେଇମାନଙ୍କୁ ଅଛନ୍ତି ବୋଲି ବର୍ତ୍ତମାନ ମମତା ବାନାର୍ଜୀ କହୁଛନ୍ତି ଏଇମାନେ ହଉଛନ୍ତି ମୋର ଭୋଟର। ସେଥିପାଇଁ କେବଳ ଯେ ପଶ୍ଚିମବଙ୍ଗରେ ସେମାନେ ଗଣ୍ଡଗୋଳ କଲେ ସେ କଥା ନୁହେଁ, ସେମାନେ ମମତା ବାନାର୍ଜୀ ତାଙ୍କ ଲୋକଙ୍କୁ ଧରିକି ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀରେ ନିର୍ବାଚନ ସଦନରେ ନିର୍ବାଚନ କମିଶନଙ୍କୁ ଯାଇକି ଭେଟିଛନ୍ତି, ଭେଟିକି ତାଙ୍କ ସାଙ୍ଗରେ ବି ଗଣ୍ଡଗୋଳ କରିଛନ୍ତି। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ହଉଛି ଯେ ଗୋଟିଏ ଦେଶରେ କିଭଳି ଭାବରେ ଏ ସମସ୍ୟାର ସମାଧାନ ହେବ। ଗୋଟିଏ ଦେଶରେ ବର୍ତ୍ତମାନ ସବୁଠାରୁ ମୁଖ୍ୟ ପ୍ରଶ୍ନ ହଉଛି ଯେ ଗୋଟିଏ ଦେଶରେ ନିର୍ବାଚନ କମିଶନରଙ୍କୁ ଯଦି କେହି ନ ମାନିବେ ତାହେଲେ କିପରି ଭାବରେ ଦେଶ ସଂଗଠିତ ହେବ, କିପରି ଭାବରେ ଦେଶ ବଢିବ। ନିର୍ବାଚନ କମିଶନ ଯେପରି ହେଉଛନ୍ତି ଆପଣଙ୍କର ନ୍ୟାୟପାଳିକା ଜୁଡିସିଆରୀ, ସେଇଭଳି ଭାବରେ ନିର୍ବାଚନ କମିଶନର ହେଉଛନ୍ତି ଗୋଟେ। ସେ ନିର୍ବାଚନ କମିଶନର ଯାହା କରୁଛନ୍ତି ତାକୁ ଆମେ ବିଶ୍ୱାସ କରିବାକୁ ପଡିବ। ତାକୁ ଆମେ ବିଶ୍ୱାସ କରି ଭୋଟର ଲିଷ୍ଟ ତାଲିକାରେ ଯୋଉଟା ଅଛି ତାକୁ ମୁଁ ଯଦି କହିବି ନା ତାକୁ ବିଶ୍ୱାସ କରିବିନି ଏବଂ ତା ଦେହରେ ସବୁ ନାନା ଜାଲ ଭୋଟରଙ୍କ ନାଁ ସବୁ ଆଣିକି ପୁରେଇବି ଯେ ଏଇଟା କେବେ ହେଲେ ଆପଣ ସମ୍ଭବ ଦେଖିଛନ୍ତି ଯେ ଜଣେ ଲୋକର 480 ଜଣ ହଉଛନ୍ତି ବାପା? ଏଇଟା କେବେ ହେଲେ ସମ୍ଭବ ହେଇପାରେ? ତାକୁ ମଧ୍ୟ ସମର୍ଥନ କରିବାକୁ ମମତା ବାନାର୍ଜୀ ଦିଲ୍ଲୀ ପର୍ଯ୍ୟନ୍ତ ଚାଲି ଯାଇଛନ୍ତି। ମମତା ବାନାର୍ଜୀଙ୍କର ଏଇଭଳି ବାଚାଳତା ପୃଥିବୀରେ ଅନନ୍ୟ ବୋଲି କୁହାଯିବ ଏବଂ ମୁଁ ଆଶା କରୁଛି ଯେ ତାଙ୍କର ଏଇ ବାଚାଳତାକୁ ସାରା ଭାରତବର୍ଷର ଲୋକମାନେ ବିଶ୍ୱାସ କରିବେ ଏବଂ ତାଙ୍କୁ ମଧ୍ୟ ତାଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରିବେ ଏବଂ ଯୋଉ ଇଣ୍ଡିପେଣ୍ଡେଣ୍ଟର ଯୋଉମାନେ ଦଳମାନେ ସବୁ ଅଛନ୍ତି ସେମାନେ ମଧ୍ୟ ସେଇଆ କରିବେ ଏବଂ ଜାଲ ଭୋଟର ମାନଙ୍କର ନାଁକୁ ରଖିବା ପାଇଁ ମମତା ବାନାର୍ଜୀ ଯୋଉ ଧରনের ଚେଷ୍ଟା କରୁଛନ୍ତି ସେଇଟାକୁ ବିଫଳ କରିବେ।